ଭଗବାନ ପ୍ରକୃତିର ପ୍ରତ୍ୟେକ ଜୀବ ପ୍ରାଣୀ ଏବଂ ଗଛଲତାକୁ କିଛି ବିଶେଷ ଗୁଣ ଦେଇଛନ୍ତି, ଯାହାକୁ ଦେଖି ସହଜରେ ଭବିଷ୍ୟତର କିଛି ସଂକେତ ମିଳିଯାଇଥାଏ। ଆପଣ ଦେଖିଥିବେ ଆଉ ଶୁଣି ମଧ୍ୟ ଥିବେ କି କୌଣସି ମନୁଷ୍ୟ ଜୀବଜନ୍ତୁଙ୍କ ବ୍ୟବହାର ସେତେବେଳେ ବିଚିତ୍ର ହୋଇଯାଏ ଯେତେବେଳେ ପ୍ରକୃତିରେ କିଛି ପରିବର୍ତ୍ତନ ହେବାକୁ ଥିବ, କୌଣସି ପ୍ରାକୃତିକ ବିପଦ ଆସିବାର ଥିବ। କିନ୍ତୁ କ'ଣ ଆପଣ ଜାଣିଛନ୍ତି କି ଗଛ ଆଉ ଲତା ମଧ୍ୟ କୌଣସି ଅସୁବିଧା ଆସିବା ବିଷୟରେ ସୂଚନା ଦେଇଥାନ୍ତି? କେବଳ ସେମାନଙ୍କୁ ଯତ୍ନର ସହ ଦେଖିବା ଏବଂ ସେମାନଙ୍କର ଚିହ୍ନଗୁଡ଼ିକୁ ଚିହ୍ନିବା ଆବଶ୍ୟକ ହୋଇଥାଏ। ଏହିପରି ଗୋଟିଏ ଗଛ ହେଉଛି ତୁଳସୀ ଗଛ। ପ୍ରାୟ ପ୍ରତ୍ୟେକ ହିନ୍ଦୁ ପରିବାରରେ ତୁଳସୀ ଗଛ ଦେଖିବାକୁ ମିଳିଯିବ। ଏହାକୁ ଅତି ପବିତ୍ର ଏବଂ ସମ୍ମାନଜନକ ସ୍ଥାନ ଦିଆଯାଇଛି। ତୁଳସୀର ମଉଳି ଯାଇଥିବା ଗଛ ସଙ୍କଟର ସଂକେତ। ବନ୍ଧୁଗଣ, ତୁଳସୀର ଶୁଖିଲା ଗଛ ସୂଚିତ କରେ ଯେ ନିକଟ ଭବିଷ୍ୟତରେ ପରିବାରରେ କୌଣସି ସଙ୍କଟ ଆସିବାକୁ ଯାଉଅଛି। ଯଦି ପରିବାରର କୌଣସି ସଦସ୍ୟ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ଯାଉଛନ୍ତି, ତେବେ ତାଙ୍କର ପ୍ରଥମ ନଜର ଘରେ ଥିବା ତୁଳସୀ ଗଛ ଉପରେ ପଡ଼େ। ଶାସ୍ତ୍ରରେ ଏହା ମଧ୍ୟ ଲେଖାଯାଇଛି ଯେ ଯଦି ଘରେ ସଙ୍କଟ ଦେଖା ଦେଇଥାଏ, ତେବେ ମା ଲକ୍ଷ୍ମୀ ଅର୍ଥାତ୍ ତୁଳସୀ ପ୍ରଥମେ ସେହି ଘରୁ ଯାଇ ଦାରିଦ୍ର୍ୟ ସେଠାରେ ବାସ କରିବା ଆରମ୍ଭ କରେ। ଯେଉଁଠାରେ ଦାରିଦ୍ର୍ୟ, ଅଶାନ୍ତି ଏବଂ ଅସନ୍ତୋଷର ବାତାବରଣ ରହିଥାଏ, ଲକ୍ଷ୍ମୀ ସେଠାରେ ରୁହନ୍ତି ନାହିଁ। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ବୁଧ ଗ୍ରହ କାରଣରୁ ଏହା ଘଟେ, କାରଣ ସମସ୍ତ ସବୁଜ ଗଛ ଏବଂ ଲତା ବୁଧ ଗ୍ରହ ଦ୍ୱାରା ପ୍ରଭାବିତ ହୋଇଥାନ୍ତି। ତୁଳସୀ ସହ ଜଡ଼ିତ ଏହି ନିୟମଗୁଡ଼ିକ ଉପରେ ନିଶ୍ଚିତ ଧ୍ୟାନ ଦିଅନ୍ତୁ। ଶାସ୍ତ୍ରରେ ଅନେକ ପ୍ରକାରର ତୁଳସୀ ବିଷୟରେ ଉଲ୍ଲେଖ କରାଯାଇଛି। ଏଥିମଧ୍ୟରେ ଶ୍ରୀକୃଷ୍ଣ ତୁଳସୀ, ଲକ୍ଷ୍ମୀ ତୁଳସୀ, ରାମ ତୁଳସୀ, ଭୂ ତୁଳସୀ, ନୀଳ ତୁଳସୀ, ଧଳା ତୁଳସୀ, ରକ୍ତ ତୁଳସୀ, ବନ ତୁଳସୀ, ଜ୍ଞାନ ତୁଳସୀ ଅନ୍ତର୍ଭୁକ୍ତ। ଏହି ସମସ୍ତଙ୍କର ଭିନ୍ନ ଭିନ୍ନ ଗୁଣ ଆଉ ବରିଷ୍ଠ ରହିଛି। ବାସ୍ତୁ ଦୋଷର ହୋଇଥାଏ ନିଧାନ। ଯଦି ଆପଣ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି କିମ୍ବା ବ୍ୟବସାୟରେ କ୍ରମାଗତ କ୍ଷତି ହେଉଛି, ତେବେ ଦକ୍ଷିଣ ପଶ୍ଚିମ ଦିଗରେ ରଖାଯାଇଥିବା ତୁଳସୀ ଉପରେ ପ୍ରତି ଶୁକ୍ରବାର ଦିନ କଞ୍ଚା କ୍ଷୀର ଏବଂ ମିଠାର ଭୋଗ ଦେବା ପରେ ଏହାକୁ ବିବାହିତା ମହିଳାଙ୍କୁ ଦିଅନ୍ତୁ, ଅର୍ଥାତ୍ ଲାଭ ଏଥିରୁ ଆସିବା ଆରମ୍ଭ କରେ। ଯଦି ଘରର ମହିଳାମାନେ ପ୍ରତିଦିନ ତୁଳସୀକୁ ଶୁଦ୍ଧ ଜଳ ଅର୍ପଣ କରି ଶାଳଗ୍ରାମକୁ ପୂଜା କରନ୍ତି, ତେବେ ବାସ୍ତୁ ତ୍ରୁଟି ଶେଷ ହୁଏ। ବାସ୍ତୁଶାସ୍ତ୍ରରେ ତୁଳସୀଙ୍କୁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦିଆଯାଇଛି। ବାସ୍ତୁଙ୍କ ଅନୁଯାୟୀ ତୁଳସୀଙ୍କୁ ଯେକୌଣସି ପ୍ରକାରର ଦୋଷରୁ ମୁକ୍ତ ରଖିବା ପାଇଁ ଏହାକୁ ଦକ୍ଷିଣ ପୂର୍ବରୁ ଉତ୍ତର ପଶ୍ଚିମ ପର୍ଯ୍ୟନ୍ତ ଲଗାଯାଇପାରିବ। ଯଦି ତୁଳସୀକୁ ଏକ ପାତ୍ର ରାଖି ରୋଷେଇ ଘର ପାଖରେ ରଖାଯାଏ, ତେବେ କୌଣସି ପ୍ରକାରର ଘରୋଇ ବିବାଦରୁ ଜଣେ ମୁକ୍ତି ପାଇପାରିବ।
ଯଦି ଆପଣଙ୍କର ପିଲାମାନେ ଆପଣଙ୍କ ନିୟନ୍ତ୍ରଣରୁ ଦୂରେଇ ଯାଉଛନ୍ତି, ତେବେ ପୂର୍ବ ଦିଗରେ ରଖାଯାଇଥିବା 3ଟି ତୁଳସୀର 3ଟି ପତ୍ରକୁ ପିଲାମାନଙ୍କୁ ପ୍ରତିଦିନ ଖାଇବାକୁ ଦେଲେ ସେମାନେ ଆପଣଙ୍କ ଆଦେଶ ପାଳନ କରିବା ଆରମ୍ଭ କରନ୍ତି। ତୁଳସୀ ସମ୍ବନ୍ଧରେ ଶାସ୍ତ୍ରରେ କିଛି ନିୟମ ଅଛି। ବନ୍ଧୁଗଣ, ପାରିବାରିକ ସମସ୍ୟା ଏବଂ ସୁଖମୟ ଜୀବନ ରୋକିବା ପାଇଁ ରୋଷେଇ ଘର ନିକଟରେ ତୁଳସୀ ଗଛ ଲଗାଯିବା ଉଚିତ। ତୁଳସୀ ପତ୍ର ଛିଡ଼େଇବା ପାଇଁ ଶାସ୍ତ୍ରରେ କିଛି ନିୟମ ପ୍ରସ୍ତୁତ କରାଯାଇଛି। ଶାସ୍ତ୍ର ଅନୁଯାୟୀ ଏକାଦଶୀ, ରବିବାର ଏବଂ ସୂର୍ଯ୍ୟ କିମ୍ବା ଚନ୍ଦ୍ରଗ୍ରହଣ ସମୟରେ ତୁଳସୀ ପତ୍ର ଛିଣ୍ଡେଇବା ଉଚିତ ନୁହେଁ। ତୁଳସୀ ପତ୍ର ତୋଳିବା ପୂର୍ବରୁ ଗାଧୋଇବା ଆବଶ୍ୟକ। ସ୍ନାନ ନକରି ତୁଳସୀକୁ ଛୁଇଁବା ଉଚିତ ନୁହେଁ। ତୁଳସୀ ଗଛକୁ ପ୍ରତିଦିନ ମଧୁର ଜଳ ଦିଆଯିବା ଉଚିତ ଏବଂ ସନ୍ଧ୍ୟାରେ ଏହା ନିକଟରେ ଏକ ଦୀପ ଜଳାଇବା ଉଚିତ। ଏହା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ତୁଳସୀ ଗଛ ନକାରାତ୍ମକ ଶକ୍ତି ନେଇ ଏବଂ ସକାରାତ୍ମକ ଶକ୍ତି ପ୍ରଭାବ କରିଥାଏ। ଯେଉଁ ଘରେ ତୁଳସୀ ଗଛ ରହିଥାଏ ସେଠାରେ କୌଣସି ଖରାପ ଛାଇ ପଡ଼େ ନାହିଁ। ଶୁଖିଯାଇଥିବା ତୁଳସୀ ଗଛକୁ ଘରେ ରଖନ୍ତୁ ନାହିଁ। ବନ୍ଧୁଗଣ, ଯଦି କୌଣସି କାରଣରୁ ତୁଳସୀ ଗଛ ଶୁଖିଯାଇଛି, ତେବେ ଏହାକୁ ଏକ ପବିତ୍ର ନଦୀ, ପୋଖରୀ କିମ୍ବା କୂଅରେ ପକାଇବା ଉଚିତ। ଘରେ ଶୁଖିଲା ତୁଳସୀ ଗଛ ରଖନ୍ତୁ ନାହିଁ। ଘରେ ବିଶେଷ ସଂଖ୍ୟକ ତୁଳସୀ ଗଛ ରହିବା ଉଚିତ। 1, 3, 5 କିମ୍ବା 7 ତୁଳସୀ ଗଛ ଲଗାଯାଇଥିବା ପାତ୍ରରେ ଅନ୍ୟ କୌଣସି ଗଛ ଲଗାଯିବା ଉଚିତ ନୁହେଁ। ଶିବ ଏବଂ ଗଣେଶଙ୍କ ପୂଜାରେ ତୁଳସୀ ପତ୍ର ବ୍ୟବହାର କରାଯିବା ଉଚିତ ନୁହେଁ। ଶିବ ଏବଂ ଗଣେଶଙ୍କ ଉଚିତ ନୁହେଁ। ଚମତ୍କାରିତା ଔଷଧ ହେଉଛି ତୁଳସୀ। ତୁଳସୀକୁ ଆୟୁର୍ବେଦରେ ଚମତ୍କାର ଔଷଧ ଭାବରେ ସ୍ୱୀକୃତି ଦିଆଯାଇଛି। ଏହା ଅନେକ ରୋଗର ଔଷଧ ଅଟେ। ତେଣୁ ଅନେକ ଲୋକ ତୁଳସୀ ପତ୍ର ଖାଇଥାନ୍ତି। କିନ୍ତୁ ମନେ ରଖନ୍ତୁ ଯେ ତୁଳସୀ ପତ୍ର ଖାଇବା ପାଇଁ ମଧ୍ୟ ଏକ ନିୟମ ଅଛି। ପ୍ରତିଦିନ ଅତି କମରେ 2ଟି ତୁଳସୀ ପତ୍ର ଖାଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଳବତ୍ତର ରହିଥାଏ। ମଶା ଦ୍ୱାରା ହେଉଥିବା ରୋଗ, ଥଣ୍ଡା, ଜ୍ୱର, କାଶ ଭଳି ରୋଗ ଆସେ ନାହିଁ। ତୁଳସୀ ପତ୍ର ଚୋବାଇବା ଉଚିତ ନୁହେଁ, କାରଣ ଏଥିରେ ମକୁର ଥାଏ ଯାହା ଦାନ୍ତକୁ ନଷ୍ଟ କରିଥାଏ। ତେଣୁ ତୁଳସୀ ପତ୍ର ଗିଳିବା ଉଚିତ। ମନୁଷ୍ୟ ଶରୀରରେ କାନ, ପବନ, ଚମକ, ଜ୍ୱର, କାଶ ଏବଂ ହୃଦରୋଗ ପାଇଁ ତୁଳସୀ ଅତ୍ୟନ୍ତ ଉପଯୋଗୀ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ଲାଇକ୍ କରନ୍ତୁ, ସେୟାର କରନ୍ତୁ, କମେଣ୍ଟ କରନ୍ତୁ। ଜୟ ଜଗନ୍ନାଥ। ଧନ୍ୟବାଦ।